ତୁମମାନଙ୍କର ସବୁ ଡାଉଟ୍ ଥାଏ ଯେ ସାର୍ ଆମେ କୋଭାଲେଣ୍ଟ ବଣ୍ଡ ବା ସହସଂଯୋଜ୍ୟ ବନ୍ଧ କିମ୍ବା ଇଲେକ୍ଟ୍ରନ୍ ସଂଖ୍ୟା ଏସବୁ କେମିତି ଆମେ ଅତି ସହଜରେ ବାହାର କରିପାରିବା। ଯେଉଁ ଆମ କାର୍ବନ ଓ ଏହାର ଯୌଗିକ ଚାପ୍ଟରରେ ଆମର ଥାଏ କୋଭାଲେଣ୍ଟ ବଣ୍ଡ, ତାକୁ କହନ୍ତି ସହସଂଯୋଜ୍ୟ ବନ୍ଧ, ଆଉ ପଛରେ ଇଲେକ୍ଟ୍ରନ୍ ସଂଖ୍ୟା କେମିତି ଆମେ ବାହାର କରିବା ଅତି ସହଜ ଉପାୟଟା ମୁଁ ତୁମକୁ କହୁଛି। ଯଦି ଏଇ ଭିଡ଼ିଓ ତୁମେ ଦେଖିଦେବ, ଏଇ ଟ୍ରିକ୍ଟୁ ଭଲ ଭାବରେ ବୁଝିଯିବ, ତାହେଲେ ତୁମେ କେବେ ବି କୋଭାଲେଣ୍ଟ ବଣ୍ଡ ଆଉ ସହସଂଯୋଜ୍ୟ ବନ୍ଧ ବାହାର କରିବାରେ ତୁମକୁ ଅସୁବିଧା ହେବ ନାହିଁ। ଅତି ସହଜରେ ଦେଖୁ ଦେଖୁ ତୁମେ କହିପାରିବ ଯେ ଏତିକିଟା ବନ୍ଧ ଅଛି, ଏଥିରେ ଏତିକିଟା ଇଲେକ୍ଟ୍ରନ୍ ଅଛି। ମୁଁ ତା ସହିତ ତାକୁ ଗ୍ୟାରେଣ୍ଟି ଦେଉଛି ଯେ ତୁମେ ଦେଖୁ ଦେଖୁ ତାର ଆନ୍ସରଟା କହିପାରିବ। ତାହେଲେ ଭଲ ଭାବରେ ଭିଡ଼ିଓଟାକୁ ବୁଝିବାକୁ ଚେଷ୍ଟା କର। ଆଉ ଯଦି ଭିଡ଼ିଓଟି ଭଲ ଲାଗିବ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବ, ଭିଡ଼ିଓକୁ ଲାଇକ୍ କରି ସାଙ୍ଗମାନଙ୍କ ପାଖକୁ ସେୟାର କରିନେବ। ଫାର୍ଷ୍ଟ ଦେଖିବା ଆମେ ଜାଣିଛେ ଆଲକେନ୍ ଆମର ତିନିଟା ଅଛି, ଗୋଟେ ଆଲକେନ୍, ଗୋଟେ ଆଲକିନ୍, ଗୋଟେ ଆଲକାଇନ୍। ମୁଁ ସେଇଟା ଲେଖୁଛି ଆଲକେନ୍, ଆଲକିନ୍, ଆଲକାଇନ୍। ଓକେ, এই ତିନୋଟି ଜିନିଷରେ ଆମର ଆଲକେନ୍ ଫର୍ମଟା କେମିତି CnH2n+2, ତାପରେ ଆଲକେନ୍ର କ'ଣ ନା CnH2n, ଦେନ୍ ଆଲକାଇନ୍ର CnH2n-2। ଆଲକେନ୍ ଏଠି AN, ଏଠି EN, ଏଠି YN, ତ CnH2n+2, CnH2n ଆଣ୍ଡ CnH2n-2। ଏ ତିନିଟା ଫର୍ମୁଲା ତୁମେ ଫାଷ୍ଟ ମନେ ରଖିବାକୁ ପଡ଼ିବ। ଫାଷ୍ଟ ଏ ତିନିଟା ଫର୍ମୁଲା ମନେ ରଖିଦେବ। ତାପରେ କ'ଣ କରିବା, ଆମକୁ ଯେତେବେଳେ ପଚାରିବ କୋଭାଲେଣ୍ଟ ବଣ୍ଡ କେମିତି କାଉଣ୍ଟ କରିବା ବା ସହସଂଯୋଜ୍ୟ ବନ୍ଧ ପଚାରିବ, ଯେ ଗୋଟେ ଆମକୁ ଇକ୍ୱେସନ୍ ଦେବ, ଗୋଟେ ଆମକୁ ଦେଇଥିବ ସିମ୍ବଲ ଦେଇଥିବ, ଆମକୁ ପଚାରିବ ପ୍ରୋପେନ୍ କି ବ୍ୟୁଟେନ୍ କି ପେଣ୍ଟେନ୍ ଏମାନଙ୍କର ସହସଂଯୋଜ୍ୟ ବନ୍ଧ କେତେ ଅଛି ତୁମେ କାଉଣ୍ଟ କର। ତ ତା ପାଇଁ ଫର୍ମୁଲା ଦେଖ, ଫାଷ୍ଟ କହିଦେଉଛି। ତୁମେ କ'ଣ କରିବ, ଆଲକେନ୍, ଆଲକିନ୍, ଆଲକେନ୍ ଦେଖିଲ, ତାପରେ ଦେଖ ଯେତେବେଳେ ତୁମର AN ବାଲା ଆସିବ, AN ମାନେ କ'ଣ ଆଲକେନ୍, AN ଆସିବ, ତାପରେ ଅଛି କ'ଣ EN, EN ଆଉ କ'ଣ ଅଛି ଗୋଟେ YN। ତ ଦେଖ ଫାଷ୍ଟ ତୁମେ ଚିହ୍ନି ପାରିବ, ତ ଫାଷ୍ଟ ଚିହ୍ନିବା ଦରକାର ଯେ ଏଇଟା ANରେ ଆସୁଛି କି ENରେ ଆସୁଛି କି YNରେ। ଯେମିତି ମୁଁ କହିବି ବ୍ୟୁଟେନ୍, ବ୍ୟୁଟେନ୍ କେଉଁଥିରେ ଆସୁଛି, ANରେ ଆସୁଛି। ମୁଁ କହିବି ବ୍ୟୁଟିନ୍, ENରେ ଆସୁଛି। ବ୍ୟୁଟାଇନ୍, YNରେ ଆସୁଛି। ଏମିତି ତୁମେ ଜାଣିଥିବା ଦରକାର। ଦେଖ ତୁମେ ଯଦି ANରେ ତୁମେ ଜାଣିଲ ଯେ ଏଇ ଆମର ସିମ୍ବଲଟା ANରେ ଆସୁଛି, ତାହେଲେ ତୁମେ କ'ଣ କରିବ, ତାହାର ବନ୍ଧକୁ ମିଶେଇକି ତାକୁ ଏକରେ ଫେଡ଼ିଦେବ। ଗୋଟେ କହୁଛି AN ନେଇକି କହୁଛି କ'ଣ ନା C3H8, ଆ ନା କ'ଣ ନା ପ୍ରୋପେନ୍। ମିଥେନ୍ ଇଥେନ୍ ତିନିଟା କାର୍ବନ ଅଛି, 3 × 6 ଏଇ ଟାଇପ୍ରେ ପକେଇଲେ ଏନ୍ ଜାଗାରେ ଯଦି ଆମେ 3 ପକେଇବା 3 × 6 ତାପରେ 2 8 ହେଉଛି, ତ CnH8। ତ CnH8ର ନାଁ କ'ଣ ପ୍ରୋପେନ୍। ତ ପ୍ରୋପେନ୍ରେ କେତେଟା କୋଭାଲେଣ୍ଟ ବଣ୍ଡ ଅଛି, ବନ୍ଧ ଅଛି ବା ସହସଂଯୋଗ ବନ୍ଧ ଅଛି। କେମିତି କରିବ ନା ଆକୁ ଏଇ ଦୁଇଟାକୁ ମିଶାଇବ, 3 + 8, 3 + 8, ଏଥିରୁ କ'ଣ କରିବ 1 ମାଇନସ୍ କରିଦେବ। ଯେତିକି ହେଲା ତୁମର 8 × 3 = 11, 11 × 1 = କେତେ 10। ତେବେ ପ୍ରୋପେନ୍ରେ କେତେଟା ସହସଂଯୋଗ ବନ୍ଧ ଅଛି ବା କୋଭାଲେଣ୍ଟ ବଣ୍ଡ କେତେଟା ଅଛି ନା 10ଟା ଅଛି। ବୁଝିଲା? ସେମିତି ଆଉ ଗୋଟେ ଉଦାହରଣ ନେବା, ନେଲି ଇଥିନ୍, ନେଲି ଏଥିନ୍ ନେଲି ହେଲା, ETHEN, ଏଥିନ୍ ନେଉଛି। ଦେଖ ଏଥିନ୍ କ'ଣ ENରେ ଆସୁଛି ନା ଆସୁନି, ତ ତାର ଫର୍ମଟା କେମିତି ହେବ ନା C2H4। କେମିତିକା ଏଠି N ପକାଅ, 2 ପକାଅ, ଏଠି 2 ପକେଇଲେ C2, 2 × 4 H4 ଆସୁଛି। ତ ଏଇଟା କେମିତି କରିବ, ଏ ଦୁଇଟାକୁ ଖାଲି ମିଶାଇ ଦେବ। କେମିତି କରାହେବ ନା 2 + 4କୁ ମିଶାଇକି ଲେଖିବ। ଏଥିରେ କିଛି 1 ମାଇନସ୍ କରିବନି କି 1 ମିଶାଇବନି। କେଉଁଥିରେ EN ବାଲାଙ୍କର। EN ବାଲାଙ୍କର କ'ଣ କରିବ ନା ଏ ଦୁଇଟାକୁ ମିଶାଇକି 1 ଫେଡ଼ିବ। ENରେ କ'ଣ କରାହେବ ନା ଖାଲି ସେଇ ଦୁଇଟାକୁ ମିଶା ହେଇଯିବ। ତାପରେ ଆଉ ଗୋଟେ ଦେଖିବା YN ବାଲାର। YN ବାଲାର ନେଉଛି କ'ଣ ନେଉଛି, ପ୍ରୋପାଇନ୍ ନେଉଛି। ପ୍ରୋପାଇନ୍ ନେଲେ ଆମେ କ'ଣ କରିବା, C3H କେତେ ଆସିବ, H ଆସିବ 4। କ'ଣ ପାଇଁ ନା ଯଦି ଏଠି N ଜାଗାରେ 3 ପକାଉଛେ, 3 ପକେଇଲେ ଏଠି 3 × 2 = 6, 6ରୁ 2 ଗଲେ 4, ତାହେଲେ C3H4 ଆନା କ'ଣ ପ୍ରୋପାଇନ୍। YNର ଆସୁଛି, ତ କ'ଣ କରାହେବ ଏ ଦୁଇଟାକୁ ମିଶାଇବ, 3 ମିଶାଣ 4, ଆଉ କ'ଣ କରିବ ଏଥିରେ 1 ଆଡ଼୍ କରିଦେବ। ତ 4 × 3 = 7, 1 8। ତ କ'ଣ ହେଲା ଏଠି ଦେଖ, ଏଠି କ'ଣ ଆସିଲା 10ଟା, ଏଠି 6ଟା, ଏଠି 8ଟା। ବୁଝିପାରିଲ ତ? ଆଉଥରେ କହୁଛି ଶୁଣ, AN ଗ୍ରୁପ୍ ବାଲାଙ୍କର ଆସିଲେ ତୁମେ ଏ ଦୁଇଟାକୁ ମିଶାଇକି 1 ମାଇନସ୍ କରିବ। EN ଗ୍ରୁପ୍ରେ ଆସିଲେ ତୁମେ ଖାଲି ସେ ଦୁଇଟାକୁ ମିଶାଇକି ଦେବ, ଯାହା ହେଲା ଆନ୍ସର୍। YNରେ ଯେଉଁଟା ଆସିବ ତୁମେ ସେ ଦୁଇଟାକୁ ମିଶାଇକି ଆଉ ଏଇଟା 1 ମିଶାଇ ଦେବ, ତୁମର ଆନ୍ସର୍ଟା ବାହାରି ପଡ଼ିବ। ତୁମକୁ ଖାଲି ଚିହ୍ନିବାର ଅଛି ଯେଟା AN ଗ୍ରୁପ୍ରେ ଆସୁଛି
ଆଲକେନ୍ ଗ୍ରୁପ୍ରେ ନା ଆଲକିନ୍ ଗ୍ରୁପ୍ରେ ନା ଆଲକାନି ଗ୍ରୁପ୍ରେ ଏତିକି ଫାଷ୍ଟ ତୁମେ ଜାଣିଥିବା ଦରକାର। ସେତିକି ଜାଣିଲେ ତାର ଷ୍ଟ୍ରକ୍ଚରଟା ତୁମେ ଲେଖିପାରିବ। ଷ୍ଟ୍ରକ୍ଚର ଲେଖିଲା ପରେ ତା ଫର୍ମୁଲା ହେଉଛି ତୁମର ଏତିକି କରିବ। ବୁଝିଲା? ଯଦି ଭିଡ଼ିଓଟି ଭଲ ଲାଗୁଥିବ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବ। ଏଇଭଳି ଟ୍ରିକ୍ ପାଇବାକୁ ହେଲେ ଆମ ଚ୍ୟାନେଲ ସହିତ ଯୋଡ଼ି ହୋଇ ରହିବାକୁ ପଡ଼ିବ। ରହୁଛି, ଧନ୍ୟବାଦ।